ପିଲାମାନେ ଭାଲୁ ଉପଦ୍ରବ ଏକାଙ୍କିକାର ଆଜି ଶେଷ କାଳାଂଶ ବ୍ରହ୍ମନାଦ କରିନେବା। ପ୍ରଥମେ ସାବଧାନ ସିଦ୍ଧ ବ୍ରହ୍ମନାଦ। गत श्रेणी आम आलोचना करथिले ये भालू को बाथरूम रो बाहर करिया हेले गोटे उपाय अछि, पछपट थिबा दरजाटी को खोली देवा को पड़िबो। हेले से दरजाटी को जाई खोलिबो किए? समस्त भितरे आलोचना चलथिला। परस्पर आरोप प्रत्यारोप चलता भितरे गोपी शोई पुणी स्वप्न देखुला एवं खिले खिले हसुला। ए विषय आम पूर्व श्रेणी में आलोचना करथिले। वर्तमान देखा पूर्व कालांशर किछि प्रश्न, तापरे आजिर विषय वस्तु को आलोचना करिया। प्रश्न है हु विल वेयर द कैट, अर्थात बिराड़ी पेटरे घंटी बांधिबो किए? एक कथा किए कहिछि? एक कथाटी निशाकर कहिछि। बिराड़ी पेटरे घंटी बांधिबो किए बोले प्रश्नटी निशाकर पचाछि। निशाकर कहिछि से सांबड़ेटी को बड़ी? एक कथा किए कहिछि? एक कथाटी मध्य निशाकर कहिछि से सांबड़ेटी को बड़ी नहीं कि? तो वर्तमान आम आज श्रेणी विषय वस्तु आलोचना करिया जे एमानकर आलोचना भितरे गोपी सोई रहितला। ये सब कथबार्ता भितरे तार कौन से भूमिका नथिला। को कथबार्ता भितरे जे से बाथरूम रो पछ दरजाटा को खोलिब किए? मानक भितर जो आलोचना चलता सुरेश, मनमोहन, कैलाश, निशाकर एम भितर जो आलोचना चलता ये आलोचना भितर गोपीर कौन सी भूमिका नथिला जेहेतु से शोई से किंतु ठीक यही समय खिलखिल हसी उठिला। समस्ते से आड़ को बुली पड़ी अनेक गोपी जिते कह ए छाड़ भालू छाड़ म पुणी हस। गोपी हसुची तू कुतकुत कले मु तोते कुतकुत करदेवी। चुप है बसिलु खेलिया। स्वप्न से कहूँ पिला लोक सब सब आखि पड़ जाइए से भितर से स्वप्न देखुची। भालू को कहूँ स्वप्न रे ए छाड़ भालू छाड़ म माने सते जमती कि दीटी पिला खेलिला बेले परस्पर को टणा ओटा भिड़ा भिड़ी खेलती से टाइप से कहूँ तू छाड़ मते देख तू जदि मते कुतकुत करिवो मु भी तते कुतकुत करिवो। चुप हो बसिलु खेलिबा नहीं एवं से पुणी चुप हो गला। समस्ते अनेक ये गोपीर कथा शुणिकी समस्त नजरटा गोपी आड़ को पलैला। समस्त गोपी को अनौले। ये समय देवकांत कहला कौन कहला? गोपी जीव। गोपी कुआड़े जीव? गोपी जीव बाथरूम रो पछ दरजा टी खोली देवा पाई। देवकांत कहले माने बड़ बड़ लोक बड़ बड़ पिला ये माने कहीं जीवेनी किंतु चाकर पिला बोली छोट पिला गोपी जीव पछ दरजा टी खोली देवा पाई। सुरेश कौच गोपी, देवकांत कौच क्षति कौन? निशाकर कौच पिलाटा, मनमोहन कौच कि भारी कामटा जे
ପିଲା ହେଲା ବୋଲି କରିପାରିବନି। ଦେଖ କେଡ଼େ ମଣିଷର ମାନବିକତା କେମିତି ଲୋପ ପାଇଯାଏ। ଯେତେବେଳେ ନିଜର ଜୀବନ ପ୍ରତି ବିପଦ ଆସିଯାଏ ସେତେବେଳେ ମଣିଷ କ'ଣ କରେ, ସେଇଠି ଅନ୍ୟ ଆଡ଼କୁ ଠେଲି ଦିଏ। ସେମିତି ସେ ମେସ୍ର ମ୍ୟାନେଜର ଅଛନ୍ତି ନିଶାକର ବାବୁ, ସୁରେଶ, ଦେବକାନ୍ତ, ମନମୋହନ, କୈଳାସ ଭଳି ବଡ଼ ବଡ଼ ଅନ୍ତେବାସୀ ଅଛନ୍ତି, କିନ୍ତୁ ସେମାନେ କେହି ଯାଇ ଖୋଲିପାରିବେ ନାହିଁ। ଶେଷରେ ଗୋପୀ ଯିବ ବୋଲି ପ୍ରସ୍ତାବ ଦିଆଗଲା। ଆଉ ପରସ୍ପର ଭିତରେ ଆଲୋଚନା ଚାଲୁଛି ଯେ ଏଇଟା କି ଗୋଟେ ବଡ଼ କାମଟେ ଯେ ଗୋପୀ ଯାଇକରି କରିପାରିବନି। ଆଚ୍ଛା, ଗୋପୀ ଯଦି ଯାଇ କରିପାରିବ ତମ କ'ଣ କିଏ ଯାଇକରି କରିଥିଲେ ହୁଅନ୍ତାନି? ସେଇଟା ହେବନି, ସେଇଟା ନିଜ ଉପରକୁ ପଳେଇ ଆସିବ ନା ନାଇଁ। ସୁରେଶ ବି ସେତେବେଳେ କହୁଛି ଯେ ଯିବ, କବାଟର ଜଞ୍ଜିରଟା ଖୋଲିଦେବ ଆଉ କବାଟଟାକୁ ମେଲା କରିଦେବ। ଆଉ ଏତିକି ତ କାମ, ଛୋଟ ପିଲାଟା ହେଲେ କ'ଣ, ଯେଟା କ'ଣ ଭାରି ନା ବୋଝ କାମ। ଧୀରେ ଯିବ, କବାଟର ଜଞ୍ଜିରଟାକୁ ଖୋଲିଦେବ ଆଉ କବାଟଟାକୁ ମେଲା କରିଦେବ। ମନମୋହନ କହୁଛି ଖୋଲା ରାସ୍ତା ପାଇ ଭାଲୁ ପଳେଇଛି। କବାଟଟା ଯେତେବେଳେ ଖୋଲା ହେଇଯିବ ଭାଲୁ ଆଉ ରହିବନି, ପଳେଇଯିବ। ନିଶାକର କହୁଛି ତା ବୁଢ଼ୀ ମା ମୋ ଜିମାରେ ତାକୁ ଛାଡ଼ି ଦେଇ ଯାଇଛି ବାବୁ। ନିଶାକରର ମାନବିକତା ଏଠି କାମ କରୁଛି। ସେ ଭାବୁଛି ଯେ ତା ଜେଜେମା ଅର୍ଥ ଗୋପୀର ଜେଜେମା ତାକୁ ମୋ ଜିମାରେ ଛାଡ଼ି ଦେଇ ଯାଇଛି। କାଳେ ଯଦି ପିଲାଟେ ଯିବ ଖୋଲିବା ପାଇଁ ତାର କିଛି ଅସୁବିଧା ହେଇଯାଏ ତାହେଲେ ଗୋପୀର ଜେଜେମା ମୋତେ କ'ଣ କହିବ? ତେଣୁ ସେ କହୁଛି ଯେ ତା ଜେଜେମା ମୋ ଜିମାରେ ଛାଡ଼ି ଦେଇ ଯାଇଛି ବାବୁ। ସୁରେଶ କହୁଛି ଯେତେବେଳେ କାମ ଦାମ କରି ପେଟ ପୋଷିବା ପାଇଁ ତ ତା ଜେଜେମା କ'ଣ ଖାଲିଟାରେ ଛାଡ଼ିଛି? ଏଠି କିଛି କାମ ଦାମ କରିବ ଆଉ ସେ ତାର ପେଟ ପୋଷିବ, ଏଇଥିପାଇଁ ଛାଡ଼ିଛି ତ। କୈଳାସ ତା ଛଡ଼ା ଏଇ ତ ଜାମ୍ବବାନର ବଂଶଧର, ତାକୁ ମୁକ୍ତି ଦେଲେ ଇହକାଳ ପରକାଳ ସବୁ କାଳକୁ ମୁକ୍ତି ମିଳିଯିବ। ଆଚ୍ଛା, କୈଳାସ କ'ଣ ଯାଇଥିଲେ ତାର ମୁକ୍ତି ହେଇନଥାନ୍ତା? ନା, କୈଳାସକୁ ସେଇଠି ଦରକାର ନାହିଁ। କୈଳାସ ଚାହୁଁଛି କ'ଣ ନା ଗୋପୀ ଯାଇକରି ଖୋଲିଲା ବେଳେ ଯଦି ଭାଲୁ ତାକୁ ଆକ୍ରମଣ କରିବ, ଭାଲୁ ଆକ୍ରମଣରେ ଯଦି ଗୋପୀର ଦେହାନ୍ତ ହେଇଯିବ, ମୃତ୍ୟୁ ହେଇଯିବ, ତାହେଲେ ସେ ଇହକାଳ ପରକାଳ ପାଇଁ ମୁକ୍ତି ହେଇଯିବ। କାହିଁକିନା ଏ ଭାଲୁ ହେଉଛି ତ୍ରେତୟାର ସେ ଜାମ୍ବବାନଙ୍କର ବଂଶଧର ନାଇଁ। ତେଣୁ ସେ ଟିକେ ଥଟ୍ଟା ପ୍ରୟାସ କଥାରେ କହିଦେଇଛି। ଏହା ଛଡ଼ା ଭାଲୁ ତ ଜାମ୍ବବାନର ବଂଶଧର, ତାକୁ ମୁକ୍ତି ଦେଲେ ଇହକାଳ ପରକାଳ ସବୁ କାଳକୁ ମୁକ୍ତି ମିଳିଯିବ। ନିଶାକର କହୁଛି ଆପଣ ଯାଉନାହାନ୍ତି? ଯଦି ଇହକାଳ ପରକାଳକୁ ମୁକ୍ତି ମିଳିଯିବ ତାହେଲେ ଆପଣ କାହିଁକି ଯାଉନାହାନ୍ତି? କୈଳାସ କହୁଛି ଯାଇଥାନ୍ତି ଯେ କାଲି କୀର୍ତ୍ତନ କରୁ କରୁ ଗୋଡ଼ଟା ମକଚି ହେଇଯାଇଛି ନାଇଁ। ଘରେ ଦେଖ ସେ ଡଟ୍ ଡଟ୍ ଦିଆଯାଇଛି, ଅର୍ଥ ସେ କହୁଛି ଯେ ମୁଁ ଯାଇଥାନ୍ତି, ସେ ପଛ ଦରଜାର ଜଞ୍ଜିରଟା ଖୋଲି ଦେଇଥାନ୍ତି, କିନ୍ତୁ ଯାଉନି କାହିଁକି ନା କାଲି କୀର୍ତ୍ତନ କରୁ କରୁ ଯେଉଁ ହରିନାମ ସଂକୀର୍ତ୍ତନ କରୁଥିଲା, ଭାଲୁ ଜଣାଣ ଗାଉଥିଲା, ସେତେବେଳେ କୀର୍ତ୍ତନ କରୁ କରୁ ଗୋଡ଼ଟା ମକଚି ହେଇଯାଇଛି। ତାପରେ ସେ ଛୁଟେଇ ଚାଲିଲା। ମନମୋହନ କହୁଛି ଟିକେ ଆଗରୁ କିନ୍ତୁ ଠିକ୍ ଚାଲୁଥିଲୁ କୈଳାସ, ଏବେ ଛୋଟେଇଲା ବେଳେ ଚାଲୁଛୁ, ଗୋଡ଼ଟା ମକଚି ହେଇଯାଇଛି କହୁଛୁ, କିନ୍ତୁ ଆଉ ଠିକ୍ ଆର କିଛି ସମୟ ପୂର୍ବରୁ ତ ତୁ ଠିକ୍ରେ ଚାଲୁଥିଲୁ। କୈଳାସ କହୁଛୁ ମନେ ନଥିଲା, ମୋ ଗୋଡ଼ଟା ମକଚି ହେଇଯାଇଛି ବୋଲି ମୋର ଜମା ମନେ ନଥିଲା, ତେଣୁ ଠିକ୍ ଠାକ୍ ଚାଲୁଥିଲା। ତାମାନେ ଭାବିଲ ପିଲେ ସତରେ ଗୋଡ଼ଟା ମକଚି ହେଇଛି। ଯାହାର ଗୋଡ଼ ମକଚି ହେଇଛି ତାର ମନେ ନଥିଲେ ସେ ଠିକ୍ରେ ଚାଲିବ, ଯେତେବେଳେ ମନେ ପଡ଼ିଯିବ ଗୋଡ଼ ଛୋଟେଇ ଛୋଟେଇ ଚାଲିବ। ଦେବକାନ୍ତ କହୁଛି ମୁଁ ଗୋପୀକୁ ଉଠଉଛି ହେଲା। ଦେବକାନ୍ତ ଭାରି ଚାଲାକ, ପାଠ ପଢ଼ୁଛି, ଇଣ୍ଟରଭ୍ୟୁ ଦେବାକୁ ଆସିଛି ନାଇଁ, କମ୍ପିଟେଟିଭ୍ ପ୍ରିପେୟାର ହେଉଛି, ତେଣୁ ସିଏ ଯାଇପାରିବନି, ଯିବ ଗୋପୀ। ତେଣୁ ଦେବକାନ୍ତ କହୁଛି ମୁଁ ଯାଉଛି ଗୋପୀକୁ ଉଠଉଛି। ନିଶାକର ଭାବନ୍ତୁ, ଚିନ୍ତା କରନ୍ତୁ, ଯଦି କିଛି ହୋଇଯାଏ ତା ବୁଢ଼ୀ ମାଆକୁ ମୁଁ କ'ଣ ଜବାବ ଦେବି? ଏଠି ବି ନିଶାକରର ମାନବିକତା ପଣିଆ ଅଛି। ନିଶାକର ଏବେ ବି ଚାହୁଁଛି ଯେ ଗୋପୀ ଯାଇକରି ନ ଖୋଲୁ, ଯେହେତୁ ଏଇଠି କାମ କରିବା ପାଇଁ ମୋ ପାଖରେ ଅଛି, ତା ଜେଜେମା ତାକୁ ମୋ ପାଖରେ ଛାଡ଼ିଛି, ଯଦି ତାର କିଛି ଅସୁବିଧା ହେଇଯାଏ ତାହେଲେ ନିଶାକର ସେଥିପାଇଁ ଦାୟୀ ରହିବ। ତେଣୁ ସେ କହୁଛି ଯେ ଟିକେ ଭାବନ୍ତୁ, ଚିନ୍ତା କରନ୍ତୁ ନାଇଁ। ଯେତେବେଳେ ଗୋପୀକୁ ବାଧ୍ୟ କରି ଦରଜା ଖୋଲିବାକୁ ପଠେଇଛନ୍ତି ସେତେବେଳେ ନିଶାକର କହୁଛି ଭାବନ୍ତୁ,
ଚିନ୍ତା କରନ୍ତୁ ଯଦି କିଛି ହୋଇଯାଏ ତା ବୁଢ଼ୀ ମାଙ୍କୁ କ'ଣ ଜବାବ ଦେବି ବୁଝିଲା। କିନ୍ତୁ ସେତେବେଳେ କୈଳାସ କହୁଛି 1200 ବଢ଼େଇରେ ଦାଏ ନା ପୁଅରେ ଦାଏ। ପିଲାମାନେ ବୁଝିପାରିଲେ ଏଠି କ'ଣ? ଏଠି ବିଶୁ ମହାରଣାର କଥା କହିଦେଲା। ଯେତେବେଳେ କୋଣାର୍କ ମନ୍ଦିରର ଚୂଳ ବସେଇ ପାରିଲେନି, ଧର୍ମା ବସେଇବ ବୋଲି ନିଷ୍ପତ୍ତି ହେଇଗଲା। ଆଉ ଯଦି ଧର୍ମା ବସଉଛି ରାତି ପାଇଲେ ରାଜାଙ୍କ କାନରେ ଯେତେବେଳେ ପଡ଼ିଯିବ ଯେ 1200 ବଢ଼େଇ କରିପାରିଲେନି, ଗୋଟେ 12 ବର୍ଷର ବାଳକ କରିଦେଇ ପାରିଲା, ସେତେବେଳେ 1200 ବଢ଼େଇର ମୁଣ୍ଡ କଟିଯିବ। ଆଉ ଯଦି 1200 ବଢ଼େଇକି ବଞ୍ଚେଇ ରଖିବାକୁ ପାଇଁ ପଡ଼ିବ ତାହେଲେ ଧର୍ମାର ଜୀବନ ଯିବାକୁ ପଡ଼ିବ। ତେଣୁ ବିଶୁ ମହାରଣା ସେଇ ଘଡ଼ିସନ୍ଧି ମୁହୂର୍ତ୍ତରେ ପହଞ୍ଚି ଯାଇଥିଲା। ସେମାନେ ତାକୁ ପ୍ରଶ୍ନ ପଚାରିଥିଲେ ଯେ ବିଶୁ ତୁ କ'ଣ କରିବାକୁ ଚାହୁଁଛୁ? ଏ 1200 ବଢ଼େଇର ଜୀବନ ରକ୍ଷା କରିବାକୁ ଚାହୁଁଛୁ ନା ତୁ ନିଜ ପୁଅର ଜୀବନ ରକ୍ଷା କରିବାକୁ ଚାହୁଁଛୁ? ବୁଝିଲା। ତେଣୁ ସେଇ ପ୍ରସଙ୍ଗରେ କୁହାଯାଇଛି ଯେ 1200 ବଢ଼େଇରେ ଦାଏ ନା ପୁଅରେ ଦାଏ। ଅର୍ଥ ସିଏ କରିବ ନା ତୁ କରିବୁ। ଯଦି ଗୋପୀ ଯିବ ଭଲ କଥା, ଯଦି ନିଶାକର କହୁଛେ ନାଇଁ ଗୋପୀ ଯିବନି, ତା ଜେଜେମାଙ୍କୁ ମୁଁ କ'ଣ ଜବାବ ଦେବି, ତାହେଲେ ତୁ ନିଜେ ଯାଅ। ଗୋପୀ ଯିବାକୁ ପଡ଼ିବ ନତୁବା ନିଶାକର ଯିବାକୁ ପଡ଼ିବ। ସେ ପ୍ରସଙ୍ଗରେ କୁହାଗଲା 1200 ବଢ଼େଇରେ ଦାଏ ନା ପୁଅରେ ଦାଏ। ନିଶାକର କହୁଛି ନିଜ ପୁଅ ନୁହେଁ, ସେ ପର ପୁଅ। ନିଶାକର ଏଇଠି କହୁଛି ଯେ ବିଶୁ ମହାରଣା ସେତେବେଳେ ଗୋଟେ ନିଷ୍ପତ୍ତି ନେଇଯାଇଥିଲା ଯେ ମୋ ପୁଅ ପଛକେ ପଳେଇ ଯାଉ, କିନ୍ତୁ ମୋର ବଂଶ ରକ୍ଷା ଆଉ ମୋର 1200 ବଢ଼େଇ ବଞ୍ଚି ରହନ୍ତୁ, ଏ ବିଶ୍ୱକର୍ମା କୂଳ, ଶିଳ୍ପୀ କୂଳ, ମହାରଣା କୂଳ ବଞ୍ଚି ରହୁ। ବିଶୁ ମହାରଣା ନିଷ୍ପତ୍ତି ନେଇଥିଲା। ତ ନିଶାକର ଏଠି କହିଦେଉଛି ଯେ ଧର୍ମାଟା ବିଶୁ ମହାରଣାର ନିଜ ପୁଅ ଥିଲା, କିନ୍ତୁ ଗୋପୀଟା ମୋର ନିଜର ପୁଅ ନୁହଁ, ସେ ପର ପୁଅ। ତେଣୁ ତା ବିଷୟରେ ମୁଁ କେମିତି କହିପାରିବି? ମନମୋହନ କହୁଛି ଯେ ତା ମାନେ ଆପଣଙ୍କର ରିସ୍କ ଆଦୌ ନୁହେଁ। ନାଇଁ ଦେବ ଗୋପୀକୁ ଡାକ। ମନମୋହନ କହୁଛି ଯେ ସେଟା ତ ଆହୁରି ଭାରି କଷ୍ଟ। ନିଜ ପୁଅଟା ଯେତେବେଳେ ମରିଯିବ ବାପାକୁ ଭାରି କଷ୍ଟ ଲାଗିବ, କିନ୍ତୁ ପର ପୁଅଟା ମରିଗଲେ ବାପାକୁ କଷ୍ଟ ଲାଗିବନି। ତେଣୁ ମନମୋହନ ତାକୁ କହିଦେଇଛି ଯେ ଯଦି ଗୋପୀ ଯିବ, ଗୋପୀର କିଛି ଅସୁବିଧା ହୁଏ ତାହେଲେ ଅସୁବିଧା କ'ଣ, ତମକୁ ତ କିଛି ରିସ୍କ ନାହିଁ, ଯେହେତୁ ସେଇଠି ପର ପୁଅ ତମର କିଛି ଅସୁବିଧା ନାହିଁ। ତେଣୁ ଦେବକାନ୍ତକୁ ଯେ ଦେବ ଗୋପୀକୁ ଡାକ, ଦେବକାନ୍ତ ଗୋପୀକୁ ତୁ ଉଠା। ନିଶାକର ମନମୋହନ ବାବୁ ସୁରେଶ ଗୋପୀକୁ ଯିବାକୁ ପଡ଼ିବ। ନିଶାକର ନହେଲେ ସୁରେଶ କହୁଛି ଆପଣ ଯିବେ, ମେସର ମ୍ୟାନେଜର ହିସାବରେ ସେ ଦାୟିତ୍ୱ ଆପଣଙ୍କର। ଯଦି ଗୋପୀ ଯିବ ନାହିଁ ତାହେଲେ ନିଶାକର ବାବୁ ଆପଣଙ୍କୁ ଯିବାକୁ ପଡ଼ିବ, ଯେହେତୁ ଆପଣ ହେଉଛନ୍ତି ମେସର ମ୍ୟାନେଜର ହିସାବରେ ସେ ଦରଜା ଖୋଲିବା, ଭାଲୁକୁ ବାହାର କରିବା, ଏସବୁ ଦାୟିତ୍ୱ ହେଉଛି ଆପଣଙ୍କର। ନିଶାକର କହୁଛି ଦେଖନ୍ତୁ, ସୁରେଶ କହୁଛି ଦେଖାଶୁଣା ଅନେକ ହେଲାଣି, କାଲି ସକାଳଠୁ ଆଜି ସକାଳ 24 ଘଣ୍ଟା ଭିତରେ ଅନେକ ହନ୍ତସନ୍ତ ହେଲୁଣି, ତେଣୁ ଆଉ ଦେଖାଶୁଣା କରିବାର କିଛି ନାହିଁ। ବୁଝିଲା, ଆଉ ଦେଖାଶୁଣା କରିବାର କିଛି ନାହିଁ। ମନମୋହନ ହଠାତ୍ ଗୋଡ଼ରେ ଗୋପୀକୁ ଗୋଟେ ଗୋଇଠା ମାରି, ଗୋପୀ ସ୍ୱପ୍ନ ଦେଖି ଖେଳିକି ହସୁଥିଲା, କଥା କହିଦେଇଥିଲା, ପୁଣି ଶୋଇପଡ଼ିଛି। ନେଇ ସେ ଶୋଇଥିବା ଅବସ୍ଥାରେ ମନମୋହନ ତାକୁ ହଠାତ୍ ଗୋଡ଼ରେ ଗୋପୀ ଗୋଟେ ଗୋଇଠା ମାରିଲା। ଉଠଉଛି ତାକୁ, ଗୋପୀ ଏ ଗୋପୀ ଉଠ। ସୁରେଶ ନିଶାକର ବାବୁ ଯାଆନ୍ତୁ, ତାକୁ ଉଠାନ୍ତୁ। ନିଶାକର ସମସ୍ତଙ୍କୁ ଅନେଇ ତାପରେ ଗୋପୀ ପାଖକୁ ଗଲେ। ବର୍ତ୍ତମାନ ସମସ୍ତେ ଯେପରି ପରିବର୍ତ୍ତିତ ମଣିଷ, ଏଇଠି ସମସ୍ତଙ୍କର ମାନବିକତା ହଜିଯାଇଛି। ସେତେବେଳେ ନିଶାକର ଜଣେ ବି ଟିକେ ଗୋପୀ ସପକ୍ଷରେ ଥିଲେ ଯେ ଗୋପୀ ଯଦି ଯାଇକରି ଦରବାଜା ଖୋଲିବ ତା ଜୀବନ ପ୍ରତି ବିପଦ ଅଛି, ତେଣୁ ଗୋପୀ ପିଲା ଲୋକଟା ସେ ଯିବାଟା ଠିକ୍ ହେବନି, ଏକଥା କହୁଥିଲେ। କିନ୍ତୁ ଯେତେବେଳେ ସମସ୍ତେ ବାଧ୍ୟ କରିଛନ୍ତି ଯେ ଯଦି ଗୋପୀ ନ ଯିବ, ନିଶାକର ବାବୁ ଆପଣ ଯିବେ, ସେ ଦରବାଜା ଖୋଲିବାର ଦାୟିତ୍ୱ ହେଉଛି ଆପଣଙ୍କର, ଆପଣ ହେଉଛନ୍ତି ମେସର ମ୍ୟାନେଜର। ସେତେବେଳେ ନିଶାକର ବାବୁ ବି ବଦଳି ଯାଇଛନ୍ତି। ଏମାନେ ଲାତ ଗୋଇଠା ମାରି ତାକୁ ଉଠାଉଛନ୍ତି।
जो निशाकर बाबू गोपी पाखक गले समस्ते नीरव हो ठिया है जमीक समस्ते गोटे परिवर्तित मनीष ए मनीष हृदय मनीष पणी आना मानविकता ना निशाकर जाए कहते गोपी ए गोपी मनमोहन आउ थे गोईठा मारी उठबे चूल्हार पिला बेबा करवा तोता करवा लात मारिया एटा अभ्यास नहीं तेणु गोपी के से गोईठा मारी उठबे डाकी जो मांड बाजी गोपी कौन कर धड़पड़ हो उठी पड़ा समस्त को चाहला गोपी को अरे केते बेल जाए शुई पड़ी देख के निरीह निष्पाप पिलाटी छंद कपट माया कौन जानी ता पछरे तार मरण पाई गोटे षड्यंत्र तैयारी हो गलानी से कथा से बुझीपारनी जानी एबे भी निदर उठिला निदर उठी पड़ी एमानकर से परिवेश को देखिकी से कहूँ अरे केते बेल जाए शुई पड़ली अर्थात एत समय जाए शुई पड़े तापर समस्ते ताको अनैला गोपी बाबू मैंने तुम समस्ते ये अच्छ आ भालुटा तापर हसला राति सारा से जहा करना खाली तो कुतुकुतु गला सतरे नुहे म सपन रे भाव ये शणापटी जदि पढ़ नाट्यकार जो ढंग से शब्द संयोजन करते हृदयस्पर्शी गोटे निरीह निष्पाप सरल शिशु हृदयर भावनाटी केमती एते बड़ बड़ लोक अच्छा समस्ते तार मृत्यु षड्यंत्र तैयारी कर समय सरल निरीह पिलाटी कौन घटुची से बुझीपार जापार आ समय भी से समस्त कहूँ बाबू मान तुम समस्ते ये अच्छ आ भालुटा कौन करना पड़ेगा जानी राति सारा से भालुटा मत कौन करमती कर खाली तो कुतकुतु कला सतरे नुहे म स्वप्न कर पुणी अनेला क्या पाटे किसी कथा ना गोपी एत कथा सीना कहूँ किंतु आउ क्या पाटू कथा बाहरनी पुणी अनेला अरे तमें समस्ते मत एमती अनैच कौन ये समय भालुर गर्जन शुविला बुझला पुणी जो भालुर गर्जन शुविला गोपी कहूँ भालुटा जाइनी हाँ केमी बाज आग पछ सब दरजा तो बंद नहीं गोपी कहूँ जो भालुर गर्जन शुभी गोपी कहूँ भालुटा आहरी जाइनी हाँ जीव केमती आग पछ सब दरजा तो बंद अच्छी से भालु जीव केमती सुरेश कहूँ पछ दरजाटा तू खोलू पछ दरजाटा तू खोलीदे से भालु पलैज गोपी कहूँ मु सुरेश हाँ तू गोपी बाबू ना नाई मु पारिबिनी भालुटा रागी जाइथिबो दरजा खोलिबा क्षणी मो ऊपर को झांपी पड़िबो नहीं बोले जो गोपी जेतेबेले मारी छंदी सेतेबेले गोपी कहिछि मारनी आउ मारनी मते बाबू माने मु निश्चय अछि काहेकि ना गोपी जेतेबेले कहूछि जे नाई बाबू मु पारिबिनी भालुटा रागी जाइथिबो दरजा खोलिबा क्षण मो ऊपर को झांपी पड़िबो सेतेबेले मनमोहन कहूछि तो कथा किछि सुना जीवनी तोते जीवा को हबो गोपी कहूछि नाई बाबू सुरेश कहूछि नाई बाबू कोन बे नाई बाबू कोन जीवा पड़ियो तू कोन नाई को तो इच्छा रे नहीं तेणु सुर नाई बाबू कोन बे नाई बाबू कोन देवकांत चाकर बाकर लोक होई मुह ऊपर जवाब दउछु जा एडी के पिला एडी आसी चाकर काम करछु आमे कहले आम कथा रखुनी पुणी जवाब दउछु कहूँ बाबू बाबू मते तमें समस्ते मिसी मरण मुह को कहीं ठेली दौच बाबू मु छोट पिलाटा निरीह पिलाटी मते तमें समस्ते मिसिकी कहीं मरण मुह को ठेली दौच कैलाश मुक्ति पाई रे गोपी स्वयं जाम्भवान को मुक्त करिबु बोली तोते ऊपर आशीर्वाद मिलिबो कैलाश कहूँ जे गोपी तू जा खोली दे दरजा खोलीदे तू जाम्भवान को मुक्त करिबु बोली तोते आशीर्वाद मिलिबो अर्थात तोते बेसी भालु मारिबो तापर तू मुक्ति हेजिबो स्वर्ग को पळैबो नहीं
किड़े निष्ठुर किड़े क्रूर मनीषर हृदय। गोपी कौच निशाकर बाबू तमें मना कर, से माने सिना कई नुहति, तमें तो आम गाँ लोक, मोर किछि होगले बुढ़ी माँ को तमें कौन कह। किड़े विकल पिलाटी नेहुरा हो, समस्त पाखे नेहुरा हो, समस्ते जो कथा शुणुना से गाँ लोक मेसर मैनेजर निशाकर बाबू को नेहुरा हो कहूँ जे निशाकर बाबू तमें मना कर एमानंकु, मते माने बाध्य करछन्ती, सेमाने सिना केही नुहंती, तमें तो आम गाँ लोक, लोक गाँवली शब्द लोक लोक अर्थ लोक, तमें तो आम गाँव लोक, मोर जदि किछि होगला ताले बुढ़ी माँ को तमें कौन जवाब दब। सुरेश कहूँ ता बेक धरिकी आबे जाऊचु ना देखिबू, माड़े आरंभ कले ता तंटी चिपी आरंभ कले बेक धरिकी जाऊचु ना देखिबू, मनमोहन मारी मारी तो पिठर छाल उतारी देवी जदि न जीवु जा। गोपी कहूँ बाबू बाबू, देवकांत घोषारी घोषारी गाल चापुड़ा लगे तोते जीवाक हम, तू कहीं जीवनी तो जीवाक हम। विवेक शून्य निशाकर भी से कहूँ कहीं ना करछु मानी जा, दरमा बढ़ाई देवी। जो निशाकर कहला जे गोपीटा पिला लोकटा, गोपी जदि जीव ता माँ को कौन जवाब देवी, से जेतेबेले से निशाकर ऊपर दायित्व पड़ जाउची सेतेबेले से केमती बदली जाइछि पिला माने लक्ष्य। सेतेबेले से निशाकर कहूची जे गोपी तू काहे मना करछु, तू मानी जा, तू से दरवाजा खोलिबा पई तू जा, मु तो दरमा बढ़ाई देबी। वाह बारे मनीष केड़े निष्ठुर केड़े विवेक शून्य मनीष बुझला। कैलाश कहूची तू तो जीवु एई विधि निर्दिष्ट जा, भगवान यहीटा ही लिखिं तोते ही जीवाक पड़ो, तेणु आ मना करना तो जा। समस्ते ताको घेरी पिथा चापुड़ा गोईठा मारुथांती एवं जा जा कहते से ना ना कहू कहू तले पड़गला, तापर उठे छोट पिलाटी केते मना कर, जहाँ मना कले भी कहीं शुणुना, पुणी आहरी माड किए बिथा किए गोईठा किए चापुड़ा मारुची, पिलाटी मना कला ना ना करू से तले पड़गला, तापर उठे। गोपी कहूँ मारनी आउ मारनी मते बाबू मैंने मु निश्चय जीवी। देख लिखाई गोपी को जो समस्ते मार्चन से गोपी कही मारनी आउ मारनी मते बाबू मैंने मु निश्चय जीवी, तमें सब तो भालू को डरीगल आउ मु भालू को डरबी कहीं मु जाऊँ। गोपी मन ये भावना आसी जदि न जीवी एमान तो समस्ते मिलमिशि मते मारिदेवे, तेणु एमानक पाखरे मरिबा अपेक्षा बरम सेठी जीवाटा भल। कहीं ना तो आखि सामने दुईटी कथा अच्छी, गोटे निश्चित मृत्यु आ गोटे संभावना मृत्यु। जदि न जीव एमाने समस्ते मिलमिशि ताको मारिदेवे, ये निश्चित मृत्यु। आ जदि सेठी से जीव पछ दरजा खोल हो पारे, जदि भालू ताको आक्रमण न करि पारे से बंची जाई पारे, आ जदि भालू आक्रमण करे ताले मरी जाई पारे। तेणु निश्चित मृत्यु अपेक्षा ये संभावना मृत्युटा हुए तो भल हो पाए। तेणु गोपी निष्पत्ति करछि जे एमानक पाखरु माड़ खाई मरिबा अपेक्षा मु बरम से पछ दरजाटी खोलिया पाई जीवी। बुझला। देवकांत से कहछि आउ केते गर्जिबु देखिबा। गोपी कांदी कांदी चलीगला। सेतले भालुर गर्जन शुभुथाए। गोपी जाउछि पछ दरजा खोलिया पाई। देवकांत से बहादुर देखी कहूँ जे आउ केते गर्जिबु देखिबा, अर्थ भालुटा कहूँ केते गर्जुछु गर्ज, अब तो गोपी गलानी खोलीदेव, खोलला पर तू पलैबू। मनमोहन गोपीटा न जाइए बड़ प्रोब्लेम होता, जहाँ गोपी बुझीगला गोपी पलि जाऊँगी बड़ भल कामटा है। सुरेश से विंग्स दे देखु थाए रिले टेलीकास्ट कर जमी तुम जगन्नाथ रथयात्रा धारा बरणी प्रदान कराऊँ। जगन्नाथ कौटी पहुँचले के दूर गले किए धरती रथ
उपरକୁ ଗଲେଣି ଛେରା ପହରା ହେଲା କି ଯେମିତି ଧାରା ବିବରଣୀ ହେଉଛି କ୍ରିକେଟ ଖେଳରେ ଯେମିତି ଧାରା ବିବରଣୀ ଦିଆଯାଉଛି ସେଇଠି ସେମିତି ସୁରେଶ କ'ଣ କରୁଛି ତାର ଡେଣା ରଖିକିରି ଉପରୁ ଚାହିଁ ଗୋଟେ ଧାରା ବିବରଣୀ ଦେଉଛି। କ'ଣ କହୁଛି ଗୋପୀ ପାଇଖାନା ଆଡ଼କୁ ଆଗେଇ ଯାଉଛି, ହେଇ ବର୍ତ୍ତମାନ ପଛ ଦରଜା ଆଡ଼କୁ ବୁଲିଗଲା ନା ଆଉ କିଛି ଦେଖାଯାଉନି, ଖାଲି କବାଟ ଖୋଲିବାର ଶବ୍ଦ ଅଳ୍ପ ଅଳ୍ପ ଶୁଭୁଛି, ତା ସାଙ୍ଗରେ ଭାଲୁର ଗର୍ଜନ, ମନେ ହେଉଛି ଯେ ସେ କବାଟ ଫାଙ୍କରେ ଗୋପୀକୁ ଦେଖି ସାରିଲାଣି। ହେଇ କବାଟ ମେଲା ହେବାର ଶବ୍ଦ ହେଲା, ଓଃ ଓଃ ଏ କ'ଣ ଏତେ ବଡ଼ କଳା ଭାଲୁଟା, ଇସ୍ ଏକାଟିଆ କେ, ଇସ୍। ସୁରେଶ ଧାରା ବିବରଣୀ ପ୍ରଦାନ କରୁଛି ଯେମିତି ଗୋପୀ ଯାଇଛି, ଗୋପୀ ଯିବା ସମୟ ଭିତରେ କ'ଣ କ'ଣ ସେଇଠି ଘଟୁଛି, କ'ଣ କରୁଛି, ତାର ପ୍ରତ୍ୟକ୍ଷଦର୍ଶୀ ଭାବରେ ଧାରା ବିବରଣୀ ପ୍ରଦାନ କରୁଛି ସୁରେଶ। ଯେତିକି ଗୋପୀ ଆଗକୁ ଯାଉଛି, ଗୋପୀ ପାଇଖାନା ଆଡ଼କୁ ଆଗେଇ ଯାଇଛି, ଏ ଅର୍ଥ ଗୋପୀ ପାଇଖାନା ଆଡ଼କୁ ଗଲାଣି, ବର୍ତ୍ତମାନ ପଛ ଦରଜା ଆଡ଼କୁ ବୁଲିଲା, ଦେଖିଲା ନା ଆଉ କିଛି ଦେଖାଯାଉନି, ଖାଲି କବାଟ ଖୋଲିବାର ଶବ୍ଦ ଅଳ୍ପ ଅଳ୍ପ ଶୁଭୁଛି, ନାଇଁ ତା ସାଙ୍ଗରେ ଭାଲୁର ଗର୍ଜନ ବି ଶୁଭୁଛି, ମନେ ହେଉଛି କବାଟ ଫାଙ୍କରେ ଭାଲୁଟା ଗୋପୀକୁ ଦେଖି ସାରିଲାଣି, ନାଇଁ ଏଇ କବାଟ ମେଲା ହେବାର ଶବ୍ଦ ହେଲା, ଓ ଓ ଇଏ କ'ଣ ଏତେ ବଡ଼ କଳା ଭାଲୁଟା, ଇସ୍ ଏକାଟିଆ କେ, ଇସ୍। ଏ ସବୁ ଯାକ ହେଉଛି ସୁରେଶର କ'ଣ ଗୋଟେ ଧାରା ବିବରଣୀ ପ୍ରଦାନ। ନିଶାକର କହୁଛି ଗୋପୀ, ଗୋପୀର କ'ଣ ହେଲା, ନିଶାକର ପଠେଇ ଦେଇଛି ସିନା, ତା ମନ ଭିତରେ ଗୋଟେ ଭୟ ଅଛି, ଗୋପୀ ଯାଇଛି ସିନା ଖୋଲିଦେବା ପାଇଁ, ହେଲେ ଗୋପୀର କ'ଣ ହେଲା। ଆଲୁଅ ଲିଭିଗଲା ଏବଂ ସଙ୍ଗେ ସଙ୍ଗେ ଆଲୁଅ ଜଳିଲା, ପଟ ପରିବର୍ତ୍ତନ ହୋଇଗଲା, ସେ ଦୃଶ୍ୟ ସରିଗଲା। ବର୍ତ୍ତମାନ ଶେଷ ଦୃଶ୍ୟ ଆରମ୍ଭ ହେଲା। କ'ଣ ହେଇଛି ସେତେବେଳକୁ, ଗୋପୀ ହାତରେ ଗୋଟାଏ ଥଳି ଧରି ଆଖିରୁ ଲୁହ ପୋଛି ପୋଛି ଆସିଲା, ପଛରେ ନିଶା ଦରବାଜା ଖୋଲିଦେଇଛି, ଭାଲୁ ପଳେଇ ଯାଇଛି। ଗୋପୀ ନିଷ୍ପତ୍ତି କରିଛି ଯେ ଏ ଘରେ ଏ ମେସ୍ରେ ସେ ଆଉ ରହିବ ନାହିଁ, ତେଣୁ ଥଳିଟିଏ ଧରି, ଥଳି ଅର୍ଥ ବ୍ୟାଗ୍, ବ୍ୟାଗ୍ରେ ତାର ପିଲା ଲୋକ ଡ୍ରେସ୍ ପତ୍ର ଗାମଛାଡ଼ିକି ଚନ୍ଦ୍ରାଟି ଯାହା ଥିବ ତାକୁ ବ୍ୟାଗ୍ରେ ପୁରେଇଛି, ପଳେଇବା ପାଇଁ ବାହାରିଛି। ସେ ଥଳିଟି ଧରି ଆଖିରୁ ଲୁହ ପୋଛି ପୋଛି ଆସିଲା, ପଛରେ ନିଶାକର। ନିଶାକର କହୁଛି ଗୋପୀ, ଗୋପୀରେ, ପଛରୁ ନିଶାକର ଡାକୁଛି। ଗୋପୀ ହଠାତ୍ ବୁଲି ପଡ଼ିଲା, ଘୁରି ପଡ଼ିଲା, କ'ଣ କହୁଛ? ନିଶାକର କହୁଛି କୁଆଡ଼େ ଯାଉଛୁ? ଗୋପୀ କହୁଛି ଘରକୁ। ନିଶାକର ଆରେ ତୋ ବୁଢ଼ୀମା ପରା ତତେ ମୋ ପାଖରେ ଛାଡ଼ି ଯାଇଥିଲା, ତୁ ଘରକୁ କୁଆଡ଼େ ଯାଉଛୁ? ତୋ ବୁଢ଼ୀମା ପରା ତତେ ମୋ ପାଖରେ ଛାଡ଼ିଥିଲା। ଗୋପୀ ଠିକ୍ ଉତ୍ତର ଦେଇଛି, ହେଲେ ସେ ତ ଜାଣିନଥିଲା ବିପଦରୁ ମୁକୁଳିବା ଲାଗି ଦରକାର ପଡ଼ିଲେ ଯାହାକୁ ନାହିଁ ତାକୁ ମଝି ଦରିଆକୁ ଠେଲି ଦେଇପାର। ମୋ ବୁଢ଼ୀମା ଛାଡ଼ିଥିଲା, ମୁଁ ଗରିବ ନିରୀହ ପିଲା, ଏଇଠି କାମଧାମ କରିକିରି ପେଟ ପୋଷିବି, ପେଟକୁ ଦୁଇ ଗୁଣ୍ଡା ଖାଇବି, କିନ୍ତୁ ସେ ତ ଜାଣିନଥିଲା ଯେ ଯେତେବେଳେ ବିପଦ ଆସିବ, ଯେତେବେଳେ ଅସୁବିଧା ଆସିବ, ତମେ ମୋତେ ସେ ବିପଦ ମୁହଁକୁ ଠେଲିଦେବ ବୋଲି। ଏ କଥା ତ ବୁଢ଼ୀମା ଜାଣିନଥିଲା। ନିଶାକର କହୁଛି ଗୋପୀ, ନିଶାକର ଆଶ୍ଚର୍ଯ୍ୟ ହେଇକି କହୁଛି ଗୋପୀ, ଗୋପୀ କହୁଛି ଭାଲୁ ସିନା ଦୟାକରି ଛାଡ଼ିଦେଲା, ହେଲେ ମୁଁ ଜାଣିଲି ତମମାନଙ୍କର ଦୟା ମାୟା କିଛି ନାହିଁ, ବୁଝିଲା। ଗୋପୀ ଶେଷରେ ସମସ୍ତଙ୍କୁ କହୁଛି ଯେ ମୁଁ କବାଟ ଖୋଲିବାକୁ ଯଦି ନ ଯାଇଥାନ୍ତି ତମେ ମୋତେ ମାରି ଦେଇଥାନ୍ତ, କାହିଁକି ତମମାନଙ୍କ ପାଖରେ ଦୟା ମାୟା କିଛି ନାହିଁ। ସେ ଭାଲୁଟା ମୋତେ ଦୟା କଲା ବୋଲି ମୋର କିଛି କ୍ଷତି କଲାନି। ସେତେବେଳକୁ ସମସ୍ତେ ଗୋଟି ଗୋଟି କରି ଠିଆ ହୋଇଗଲେ, ଯେତେ ଜଣ ସବୁ ତାର ମରଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ ଏମାନେ ସବୁ ଠିଆ ହୋଇଗଲେ। ଗୋପୀ ସମସ୍ତଙ୍କୁ ଚାହୁଁଛି, ତମ ସମସ୍ତଙ୍କ ହାତ ଧରି ମୋ ବୁଢ଼ୀମା କେତେ ନେହୁରା ହୋଇ କହିଥିଲା, ବିପଦ ଆପଦକୁ ତମେ ମୋର ସାହାପକ୍ଷ ହେବ, ମୋ ଅଳି ଅର୍ଦ୍ଦଳି ସମ୍ଭାଳିବ, ହେଲେ ବାବୁମାନେ ତମେ ଏମିତି ସାହାପକ୍ଷ ହେଲ। ଗୋଟେ ନିରୀହ ପିଲାର ହୃଦୟର କ୍ରନ୍ଦନ, ଗୋଟେ ଛୋଟିଆ ପିଲା, ତା ମନ ଭିତରେ କି ଆବେଗ ସୃଷ୍ଟି ହେଉଛି, ତା ମନ ଭିତରେ କି ଭାବନା ଜାଗ୍ରତ ହେଇଛି ଯେ ସେ ସମସ୍ତଙ୍କୁ କହୁଛି ଯେ ବାବୁମାନେ
ତମ ସମସ୍ତଙ୍କୁ ମୋ ଜେଜେମା ହାତ ଧରି ନେଉରା ହେଇ କହିଥିଲା, ବିପଦ ଆପଦରେ ତମେ ମୋର ସାହାପକ୍ଷ ହେବ। ପିଲା ଲୋକ କୋଉଠି ଯଦି ଭୁଲ ଭଟକା କରିବ, କିଛି ଅଳି ଅର୍ଦଳି କରିବ, ତମମାନେ ତାକୁ ସମ୍ଭାଳିଯିବ ବୋଲି ମୋ ମା କହିଥିଲା। ହେଲେ ବାବୁମାନେ ତମେ ଏମିତିକା ସାହାପକ୍ଷ ହେଲ, ଯେତେବେଳେ ବିପଦ ଆସିଲା ମୋତେ ସାହା କ'ଣ ହବ, ମୋତେ ବିପଦ ମୁହଁକୁ ଠେଲିଦେଲ। ସମସ୍ତଙ୍କ ମୁହଁ ତଳକୁ ହେଇଗଲା। ଏ ସମସ୍ତେ ବଡ଼ ବଡ଼ କଥା କହୁଥିଲେ, ସେତେବେଳେ ସମସ୍ତଙ୍କ ମୁହଁ ତଳକୁ ହେଇଗଲା। ଗୋପୀ କହୁଛି, ବାବୁମାନେ ଭାଲୁ ପାଖକୁ ଯିବା ଆଗରୁ ମୁଁ ତମମାନଙ୍କୁ ଦେଖିଛି, ଆଉ ତମମାନଙ୍କର ସେ ଚେହେରା ଦେଖି ସାରିଲା ପରେ ଭାଲୁକୁ ଦେଖିଲା ବେଳେ ମନେ ହେଲା ସେ ତମମାନଙ୍କ ଠାରୁ ଢେର ନିରୀହ। ଭାଲୁ ମୋତେ ହଠାତ୍ ହାତ ମୁଠାରେ ପାଇ ଛାଡ଼ିଦେଲା, ହେଲେ ତମ କଥା ମାନିନଥିଲେ। ତମେମାନେ କେବେ ମୋତେ ଛାଡ଼ି ନଥାନ୍ତ, ପିଟି ପିଟି ମାରି ଦେଇଥାନ୍ତ, ନାଇଁ ପିଟି ପିଟି ମାରି ଦେଇଥାନ୍ତ। ବୁଝିପାରିଲ? ଗୋପୀ ବଡ଼ ବିନମ୍ର ଭାବରେ କହିଛି, ନମ୍ର ଭାବରେ କହିଛି ଯେ ବାବୁମାନେ ଭାଲୁ ପାଖକୁ ଯିବା ଆଗରୁ ମୁଁ ତମମାନଙ୍କୁ ଦେଖିଛି, ତମ ଚେହେରାଟା କେମିତି ମଣିଷ ପଡ଼ିଆ ନଥିଲା, ନିଷ୍ଠୁର ପାଲଟି ଯାଇଥିଲ। ସେ ଭାଲୁଠୁ ମଧ୍ୟ ତମେ ଅଧିକ ହିଂସ୍ର ପାଲଟି ଯାଇଥିଲ, ତେଣୁ ତମ ଚେହେରାକୁ ଦେଖିଛି। ଆଉ ତମମାନଙ୍କର ସେ ଚେହେରା ଦେଖି ସାରିଲା ପରେ ଭାଲୁକୁ ଦେଖିଲା ବେଳେ ମୋର ମନେ ହେଲା ସେ ତମମାନଙ୍କ ଠାରୁ ଢେର ନିରୀହ। ଭାଲୁ ହିଂସ୍ର ନୁହଁ, ମଣିଷ ତମମାନଙ୍କ ଭଳି ମଣିଷଠୁ ସେ ଭାରି ନିରୀହ। ଭାଲୁ ମୋତେ ହାତ ମୁଠାରେ ପାଇଛି, କିନ୍ତୁ ସେ ମୋର କିଛି କ୍ଷତି କଲାନି, ଛାଡ଼ିଦେଲା। ହେଲେ ତମମାନଙ୍କ କଥା ଯଦି ମାନିନଥାନ୍ତି, ତମମାନେ କ'ଣ ମୋତେ ଛାଡ଼ିଥାନ୍ତ? ପିଟି ପିଟି ମାରି ଦେଇଥାନ୍ତ। ଗୋପୀ କହିଲା, ପୁଣି ନିଜକୁ ସଂଯତ କରି, ଥାଅ ବାବୁମାନେ ମୁଁ ଯାଉଛି। କହିଲା, ବାବୁମାନେ ତମେ ମେସରେ ଏଠି ଥାଅ, ମୁଁ ଯାଉଛି, ମୋର ଆଉ ଏଠି ରହିବା ଦରକାର ନାହିଁ। ତାପରେ ଆଗେଇ ଯାଉଥିଲା। ପୁଣି ଠିଆ ହୋଇ ଏମାନଙ୍କୁ ବୁଲି ଅନେଇଲା। ଏମାନେ ସେମିତି କାକୁସ୍ଥ ହୋଇ ଠିଆ ହେଇଛନ୍ତି। ବୁଝିଲା? ଗୋପୀ ପଳାଉଥିଲା, ପୁଣି ହଠାତ୍ ବୁଲି ଟିକେ ଚାହିଁଲା, ଦେଖିଲା ଯେ ଏମାନେ ସେମିତି କାକୁସ୍ଥ ହୋଇ ଠିଆ ହେଇଛନ୍ତି। ଉପଯୁକ୍ତ ଶିକ୍ଷା ଦେଇଥିଲା ସେମାନଙ୍କୁ। ସେତେବେଳେ ଗୋପୀ କହୁଛି, ସସେମିରା ଗପ କହୁଥିଲା ନା କୈଳାସ ବାବୁ, ରାଜେନ୍ଦ୍ର ତବ ପୁତ୍ରେଶ ଯଦି କଲ୍ୟାଣ ମିଚ୍ଛସି ଦେହି ଦାନଂ ଦ୍ୱିଜାତିଭ୍ୟୋ ଦେବତାରାଧନାଂ କରୋ। ଶ୍ଲୋକ କହୁଥିଲା ନା, ସସେମିରା ଗପ କହୁଥିଲା ନା, ଭାଲୁ ଆଉ ମଣିଷର ସମ୍ପର୍କ କଥା କହୁଥିଲା ନା। ତମମାନେ ତ କେହି ମୋ ବୁଢ଼ୀ ମାର କଥା ରଖିପାରିଲ ନାହିଁ। ଯେଉଁ ବିଶ୍ୱାସରେ ସେ ତମ ପାଖରେ ମୋତେ ଛାଡ଼ି ଦେଇ ଯାଇଥିଲା, ତାକୁ ତ ତମେ ସମସ୍ତେ ମିଶି ଭାଙ୍ଗିଦେଲ। ବାବୁମାନେ ମୁଁ ଗରିବ, ତମ ସମସ୍ତଙ୍କଠୁ ସାନ, ମୁଁ ତ ରହିପାରିବିନି। ହେଲେ କହିଯାଉଛି, ତମେ ସମସ୍ତେ ତମ ଜୀବ ଟାଣି ନିଜ ହାତରେ ସସ୍ୟମୀରା ଲେଖିଦେବ। ଯାଉଛି। ଶେଷରେ ଗୋପୀ କହିଛି, ବାବୁମାନେ ମୁଁ ଗରିବ, ତମ ସମସ୍ତଙ୍କଠୁ ସାନ, ମୁଁ ତ ରହିପାରିବିନି, ହେଲେ ଯାଉଛି। ତମେ ସମସ୍ତେ ତମ ଜୀବ ଟାଣି ନିଜ ହାତରେ ସସ୍ୟମୀରା ଲେଖିଦେବ। ଯାଉଛି। ବୁଝିଲା? ଗୋପୀ କହୁଛି, ସେ ବଣ ଜଙ୍ଗଲର ଭାଲୁଟା ଯେତେବେଳେ ରଜାପୁଅ ବିଶ୍ୱାସଘାତ କରିଥିଲା, ଭାଲୁ ରଜାପୁଅର ଜୀବକୁ ଟାଣି ସସ୍ୟମୀରା ଲେଖିଦେଇଥିଲା। କିନ୍ତୁ ଭାଇମାନେ ମୁଁ ତମ ଜୀବ ଟାଣି ସସ୍ୟମୀରା ଲେଖିପାରିବି ନାହିଁ। ତମେ ଯେଉଁ ବିଶ୍ୱାସଘାତକତା କରିଛ, ମୋ ଜେଜେମାର କଥାକୁ ନ ରଖିପାରି ମୋତେ ଯେଉଁ ମରଣ ମୁହଁକୁ ଠେଲି ଦେଇଛ, ବାବୁମାନେ ତମର ବିଶ୍ୱାସଘାତକତାର ଫଳସ୍ୱରୂପ ତମେ ନିଜେ ତମ ଜୀବକୁ ଟାଣି ଦେଇ ଜୀବରେ ସସ୍ୟମୀରା ଲେଖିଦେବ। ମୁଁ ଯାଉଛି। ଗୋପୀ ଆଖିରୁ ଲୁହ ପୋଛି ଚାଲିଗଲା। ଅନ୍ୟ ସମସ୍ତେ ଅନେଇ ରହିଥିଲେ। ପିଲାମାନେ ଆମେ ଆଉ ସେମିତି ଅନେଇ ରହିଲେ ହବନି। ଆମକୁ ଆଉ କ'ଣ ଅଛି ପ୍ରଶ୍ନ ଦେଖିବାକୁ ପଡ଼ିବ। ଆଉ ଅନେଇ ରହିବା ଅପେକ୍ଷା ପୁଣି ଆମକୁ ପରିଶ୍ରମ କରି ଆର ପ୍ରଶ୍ନ ଉତ୍ତରକୁ ଅଭ୍ୟାସ କରିବାକୁ ପଡ଼ିବ। ବୁଝିପାରିଲ? ଦେଖିବା ପ୍ରଶ୍ନ କ'ଣ ଅଛି। ଶେଷରେ ଦରଜା ଖୋଲିବାକୁ କିଏ ଯାଇଛି? ଶେଷରେ ଦରଜା ଖୋଲିବାକୁ ଗୋପୀ ଯାଇଛି।
जीभ टाणी कौन निज हाथ में लिखा गोपी कही जीभ टाणी निज हाथ में शसे मेला लिखा गोपी कही बुझिपार। तो आज ये एकांकिकाटी आमर सरी जाइछि। आम परवर्ती श्रेणी व्याकरण पढ़ा किंतु समस्त को एतिकी परामर्श ये एकांकिकार जहाँ प्रश्न उत्तर रही भल भाव देख निज खातार लिखिदेव है कहीं बहुत जल्दी स्कूल कॉलेज खोलियार संभावना भी अच्छी खोलिया पर आउ समय हेनी आमको लिखापी तेणु एबेठार घर आसवा पूर्व लेखा लेखी काम को निर्मल कर सारी आसवा बोली आशा करुँच। धन्यवाद।